ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ ତଥା ଜିଏସଟି। ଦେଶ ହିତ ପାଇଁ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବ ଧାରାରେ ଏହାକୁ ଦେଶବାସୀ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ଏବଂ ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ। Preview. ଏସିଆ କପ୍ କ୍ରିକେଟର ସୁପର ଚତୁର୍ଥ ମ୍ୟାଚରେ ଭାରତ ପାକିସ୍ତାନକୁ ପୁଣି ଥରେ ପରାସ୍ତ କରିଛି। ଭାରତ 18.5 ଓଭରରେ 4 ୱିକେଟ ହରାଇ 174 ରନ୍ ସଂଗ୍ରହ କରିଥିବା ବେଳେ ପାକିସ୍ତାନ 20 ଓଭରରେ 5 ୱିକେଟ ହରାଇ 171 ରନ୍ କରିଥିଲା। ଫଳରେ 6 ୱିକେଟରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଛି। Preview. Preview. Audio Jungle. Preview. ବ୍ରହ୍ମପୁର ଖୋଡ଼ାସିଂ ସ୍ଥିତ ଏଲ୍ଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ। ଡିଭିଜନ କାର୍ଯ୍ୟାଳୟର ତୃତୀୟ ମହଲାରେ ଥିବା ଆଇଟି ରୁମର ଦ୍ୱିତୀୟ ଚାମ୍ବରରେ ନିଆଁ ଲାଗି 30ରୁ 40ଟି କମ୍ପ୍ୟୁଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି ଏବଂ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। Preview. ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ନବ ଦିନାତ୍ମକ ପୂଜା ବା ନବରାତ୍ର ପୂଜା ଆରମ୍ଭ ହୋଇଛି। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୃଥୀ ବେଶରେ ଦର୍ଶନ ଦେବେ ମା। ଏଥିପାଇଁ ବିଭିନ୍ନ ଶକ୍ତିପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। Preview. ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ 65 ଗ୍ରାମ ଓଜନର ବ୍ରାଉନ ସୁଗର ଜବତ ସହ ଏଥିରେ ସମ୍ପୃକ୍ତ 2 ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଚନ୍ଦ୍ରକାନ୍ତ ଦଳବେହେରା ଓ ସୁଶାନ୍ତ କୁମାର। ଏଥିସହ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି। Preview. ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମହାଦେବ ସରାଇ ଗାଁରେ ସ୍ୱାମୀ ସ୍ତ୍ରୀ ଶୋଇଥିବା ବେଳେ ଭୁଶୁଡି ପଡିଲା ଘରର କାନ୍ଥ। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଏବଂ ମୃତକ ହେଲେ ପୀଥ ମୁର୍ମୁ ଏବଂ ଲକ୍ଷ୍ମୀ ମୁର୍ମୁ। ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Preview. Audio Jungle. Preview. Preview. ଆଜି ଭୋର ପ୍ରାୟ 3ଟାରେ ଅରୁଣାଚଳ ପ୍ରଦେଶରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 3.2 ରେକର୍ଡ ହୋଇଥିବା ବେଳେ ଏଥିରେ କୌଣସି କ୍ଷତିର ଖବର ମିଳିନାହିଁ। Preview. ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଜିଆ କଟକ ଗ୍ରାମସ୍ଥିତ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ। ଏଥିରେ ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 9 ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ଏବଂ ଘଟଣାସ୍ଥଳରେ ପୋଲିସ ଘଟଣାର ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। Preview. ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ସ୍ତ୍ରୀଙ୍କୁ ଲୁହା ଛଡରେ ମୁଣ୍ଡକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ। ଘଟଣାସ୍ଥଳରେ ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ତାକୁ ଗିରଫ କରି ତଦନ୍ତ ଚଳାଇଛି। Preview. Audio Jungle. Preview. Preview. Audio Jungle. Audio Jungle. Preview.
ଏବଂ ଆଜି ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର ଧରି ନାରାବାଦୀ ସହ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। Preview.